ଗ୍ରହଙ୍କ ଚଳନ ଏକ ନିୟମ ପ୍ରକ୍ରିୟା। ନିର୍ଦ୍ଦିଷ୍ଟ ବ୍ୟବଧାନରେ ରାଶି ଏବଂ ନକ୍ଷତ୍ର ପରିବର୍ତ୍ତନ କରିଥାନ୍ତି ଗ୍ରହ। ଏହାର ସିଧାସଳଖ ପ୍ରଭାବ 12ଟି ଯାକ ରାଶି ଉପରେ ପଡ଼ିଥାଏ। ସେହି ଆଧାରରେ ଶୁଭ ଏବଂ ଅଶୁଭ ସମୟ ନିର୍ଦ୍ଧାରିତ ହୋଇଥାଏ। ଆଉ କିଛି ଦିନ ପରେ ଗୋଚର କରିବାକୁ ଯାଉଛନ୍ତି ବୁଧ ଗ୍ରହ। ଗ୍ରହ ଚଳନ ଏକ ନିୟମିତ ପ୍ରକ୍ରିୟା। ନିର୍ଦ୍ଦିଷ୍ଟ ବ୍ୟବଧାନରେ ରାଶି ଏବଂ ନକ୍ଷତ୍ର ପରିବର୍ତ୍ତନ କରିଥାନ୍ତି ଗ୍ରହ। ଏହାର ସିଧାସଳଖ ପ୍ରଭାବ 12ଟି ଯାକ ରାଶି ଉପରେ ପଡ଼ିଥାଏ। ସେହି ଆଧାରରେ ଶୁଭ ଏବଂ ଅଶୁଭ ସମୟ ନିର୍ଦ୍ଧାରଣ ହୋଇଥାଏ। ଆଉ କିଛି ଦିନ ପରେ ଗୋଚର କରିବାକୁ ଯାଉଛନ୍ତି ବୁଧ ଗ୍ରହ। 2026 ଜୁଲାଇ ମାସରେ ବୁଧଙ୍କ ଗୋଚର ବହୁତ ଖାସ୍ ବୋଲି କୁହାଯାଇଛି। ଆସନ୍ତା ଜୁଲାଇ 7 ତାରିଖରେ ବୁଧଦେବ ଏମିତି ଏକ ଦୁର୍ଲଭ ଖେଳ ରଚିବାକୁ ଯାଉଛନ୍ତି ଯାହାକି ରାଶିଙ୍କ ମଧ୍ୟରେ ହଲଚଲ କରିଦେବ। 7 ତାରିଖରୁ ନିଜ ରାଶି ମିଥୁନ ରାଶିରେ ପ୍ରବେଶ କରିବାକୁ ଯାଉଛନ୍ତି ବୁଧ ଗ୍ରହ, ଯାହା ଫଳରେ ଅତ୍ୟନ୍ତ ଶକ୍ତିଶାଳୀ ଭ୍ରମ ରାଜଯୋଗ ନିର୍ମାଣ ହେବାକୁ ଯାଉଛି। ଜ୍ୟୋତିଷ ଶାସ୍ତ୍ରରେ ବୁଧଙ୍କୁ ବୁଧବାଣୀ ତର୍କ ବ୍ୟବସାୟ ଶିକ୍ଷା ଏବଂ ସଞ୍ଚାରଣ କାରକ ବୋଲି କୁହାଯାଇଥାଏ। ତେବେ ବୁଧଙ୍କ ମିଥୁନ ରାଶିରେ ଗୋଚର କିଛି ରାଶିଙ୍କ ଭାଗ୍ୟ ଖୋଲିବାକୁ ଯାଉଛି, କିଛି ରାଶିଙ୍କ ଭାଗ୍ୟ ବଦଳିବାକୁ ଯାଉଛି। ନିଜ ରାଶିରେ ବୁଧଙ୍କ ଗୋଚର ଅତ୍ୟନ୍ତ ପ୍ରଭାବଶାଳୀ ହେବାକୁ ଯାଉଥିବା ବେଳେ 3ଟି ରାଶିରେ ଦେଖିବାକୁ ମିଳିବ ପ୍ରଭାବ। ନଜର ପକାନ୍ତୁ ସେହି 3ଟି ରାଶି ଉପରେ। ବିଛା ରାଶି। ବିଛା ରାଶିର ବ୍ୟକ୍ତିଙ୍କ ପାଇଁ ବୁଧଙ୍କ ଗୋଚର ପ୍ରଚୁର ସୁଖ ଆଣିଦେବ। ଏହି ସମୟରେ ବିଛା ରାଶିର ବ୍ୟକ୍ତିଙ୍କ ଭାଗ୍ୟ ସାଥ ଦେବ। ଯେକୌଣସି କାର୍ଯ୍ୟରେ ହାତ ଦେବେ ତାହା ସଫଳ ହେବ। ଆପଣଙ୍କ ସମୟ, ଶକ୍ତି, ଧାର୍ମିକ କାର୍ଯ୍ୟକଳାପ ଏବଂ ମନ୍ଦିର, ଅନ୍ୟାନ୍ୟ ଧାର୍ମିକ ସ୍ଥାନ ପରିଦର୍ଶନ କରିବାର ବିନିଯୋଗ କରିବାର ଯୋଗ ରହିଛି। ଭ୍ରମଣ କିମ୍ବା ତୀର୍ଥଯାତ୍ରା ମଧ୍ୟ ଏହି ସମୟରେ ହୋଇପାରେ। କର୍କଟ ରାଶି। ବୁଧଙ୍କ ଗୋଚର ହେତୁ ମିଥୁନ ରାଶିର ଶୁଭ ସମୟ ଆରମ୍ଭ ହେବାକୁ ଯାଉଛି। କର୍କଟ ରାଶି ବ୍ୟକ୍ତିବିଶେଷଙ୍କ ପରିବାର ଏବଂ ଘର ସହିତ ସମ୍ପର୍କ ସୁଦୃଢ଼ ହେବ। ଆୟ ବୃଦ୍ଧି ପାଇବା ସହିତ ସଞ୍ଚୟ ମଧ୍ୟ ବୃଦ୍ଧି ପାଇବ। ଆକସ୍ମିକ ଧନ ଲାଭ ହେବାର ସୁଯୋଗ ରହିଛି। ଦୂର ସ୍ଥାନକୁ ଯାତ୍ରା କରିବାର ସମ୍ଭାବନା ରହିଛି। ବୁଧ ଗ୍ରହଙ୍କ ମିଥୁନ ରାଶିରେ ପ୍ରବେଶ ହେତୁ ଆପଣଙ୍କ ପାଇଁ ଲାଭଦାୟକ ହେବାକୁ ଯାଉଛି। କନ୍ୟା ରାଶିର ବ୍ୟକ୍ତିଙ୍କ ପାଇଁ ଆୟ ପାଇଁ ବହୁତ ବ୍ୟବସାୟିକ ଲାଭ ବୃଦ୍ଧି ପାଇବାର ପାରିବାରିକ ସହ ହସ ଖୁସିରେ ଅତିବାହିତ ହେବ। ଶେଷ ରାଶି ମୀନ ରାଶି। ମିଥୁନ ରାଶିରେ ବୁଧଙ୍କ ପ୍ରବେଶ ହେତୁ ଆପଣଙ୍କ କ୍ୟାରିୟର ପାଇଁ ଲାଭଦାୟକ ହେବାକୁ ଯାଉଛି। ଏହି ସମୟରେ କର୍ମକ୍ଷେତ୍ରରେ ତୁଳା ରାଶି ବ୍ୟକ୍ତିଙ୍କ ପ୍ରଚେଷ୍ଟା ଏବଂ ବିଶ୍ୱସ୍ତରୀୟ ବୃଦ୍ଧି ପାଇବ। ଧନ ଲାଭ ହେବ। ବାକି ଥିବା କାର୍ଯ୍ୟଗୁଡ଼ିକ ସୁରୁଖୁରୁରେ ସମ୍ପନ୍ନ ହେବ। ମିଥୁନ ରାଶିରେ ବୁଧଙ୍କ ଗୋଚର ଆପଣଙ୍କ କାର୍ଯ୍ୟରେ ସଫଳତା ଆଣିଦେବ। ଆପଣ ନିଜ କ୍ୟାରିୟର ପାଇଁ ସ୍ଥିର କରିଥିବା ଲକ୍ଷ୍ୟ ହାସଲ କରିବାରେ ସଫଳ ହେବେ। ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି।